ମାଙ୍ଗା ବ୍ଲକ ଅନ୍ତର୍ଗତ ଅକରପଡା ଗ୍ରାମରେ ଅଭାବନୀୟ ଘଟଣା। ପୁତୁରା ବୋହୂକୁ ବିଭତ୍ସ ଭାବରେ ହତ୍ୟା କଲା ଖୁର୍ତ୍ତାସୁର। ଏହି ଘଟଣା ପରେ 2 ଦିନ ବିତିନି ଆଜି ଅପରାଧୀର ସ୍ତ୍ରୀ ମଧ୍ୟ ଝୁଲନ୍ତା ଅବସ୍ଥାରେ ଉଦ୍ଧାର ହୋଇଛି। ଯାହା ସକାଳର ବଡ ଖବର, ସକାଳର ଲାଟେଷ୍ଟ ଅପଡେଟ ଆସି ପହଞ୍ଚୁଛି କି ମାହାଙ୍ଗା ବ୍ଲକ ଅନ୍ତର୍ଗତ ଅକରପଡା ଗ୍ରାମରେ ଅଭାବନୀୟ ଘଟଣା। 2 ଦିନ ତଳେ ନିଜ ପୁତୁରା ବୋହୂକୁ ବିଭତ୍ସ ଭାବରେ ହତ୍ୟା କରିଥିଲା ନିଜ ଖୁର୍ତ୍ତାସୁର ଏବଂ ଅପରାଧୀକୁ ଗୋଟିଏ ଦିନ ପରେ ଆରେଷ୍ଟ କରିବା ପରେ ମାହାଙ୍ଗା ପୋଲିସ ସଫଳତା ପାଇ ଖୁସି ହୋଇଥିଲା। କିନ୍ତୁ ଏବେ ପୁଣି ଗୋଟିଏ ଅଭାବନୀୟ ଘଟଣା ଘଟି ଯାଇଛି, ଯେ କି ଅଭିଯୁକ୍ତଙ୍କ ଧର୍ମପତ୍ନୀ ବା ତାଙ୍କ ସ୍ତ୍ରୀ ମଧ୍ୟ ଝୁଲନ୍ତା ଅବସ୍ଥାରେ ଏବେ ଏବେ ଉଦ୍ଧାର ହୋଇଛନ୍ତି, ଯାହାକି ମାହାଙ୍ଗା ବ୍ଲକ ଅନ୍ତର୍ଗତ ଅକରପଡା ଗ୍ରାମର ଏକ ଅଭାବନୀୟ ଘଟଣା। ଯାହା ତ ଆଜ୍ଞା ଆପଣ ଯୋଉ ମରିଛନ୍ତି ଜଣେ ମହିଳା, ତାଙ୍କର ଆପଣ କଣ ହେବେ? ମୁଁ ଆଜ୍ଞା ଭାଇ ହେବି ଆଜ୍ଞା। ତାଙ୍କ ଭାଇ ହେବେ। ଭାଇ ଆଜ୍ଞା ଆପଣଙ୍କ ଏଇ ଯୋଉ ପରିବାର ଯୋଉ ଘଟଣା ଘଟିଛି, ଆଜ୍ଞା ଏ ଘଟଣା କଣ କେଉଁଥିପାଇଁ ହେଇଛି ଆପଣ ଜାଣିଛନ୍ତି? ଏଇ ଜମିବାଡି କେସ୍ ପାଇଁ। ତାପରେ ମୋ ଭଉଣୀ ହଉଛନ୍ତି, ମୋ ଭିଣେଇ ହଉଛନ୍ତି ହ୍ୟାଣ୍ଡିକ୍ୟାପ, ସିଏ ପାରାଲିସ୍, ସିଏ ଅକ୍ଷମ। ସେଥିପାଇଁ ତାଙ୍କ ଜମି ହଡପ କରିବା ପାଇଁ ଏମାନଙ୍କର ଗୋଟେ ଷଡଯନ୍ତ୍ର। ଏମାନେ ବି କେତେ ଜାଗା ନିମାସ ହେଇଛି, ସେମାନେ ନିମାସକୁ ମାନି ନାହାନ୍ତି। ତା ଫଳରେ ଦୁଃସିଂହ ସାହୁ ତା ପୁଅ ଆଉ ଏ ଯୋଉ ହଗୁରି ସାହୁ ତା ପୁଅ ତା ଝିଅ ଏମାନଙ୍କର ମିଶିକି ଏ ଜମି ହଡପ କରିବା ପାଇଁ ତାଙ୍କର ଗୋଟେ ଚକ୍ରାନ୍ତ। ସେଥିପାଇଁ ମୋ ଭଉଣୀ ବିରୋଧ କରିବା ସତ୍ତ୍ୱେ ସେମାନଙ୍କୁ ନୃଶଂସ ଭାବେ ଯାଇଥିଲା ଘାସ କରିବା ପାଇଁ, ତାକୁ ନୃଶଂସ ଭାବେ ହାଣି ହାଣିକି ଏ ପର୍ଯ୍ୟନ୍ତ କୌଣସି ପୋଲିସ କିଛି ଇଏ କରୁନାହାନ୍ତି। ଆଚ୍ଛା, ଆପଣଙ୍କ ଭଉଣୀ ଏଇ ଯୋଉ ଝଗଡା ଫଗଡା ବିଷୟରେ ଆପଣଙ୍କୁ ଆଗରୁ କିଛି କେତେ ଥର କହିଥିଲେ? ହଁ କହିଥିଲେ, ବହୁତ ଥର ବି ନିମାସ ହେଇଥିଲା। ତାପରେ ସେ ନୃସିଂହ ସାହୁ ବି ଏମିତି ବାର ବାର 3 ଥର ବି ଏମିତି ଧମକ ଦେଇଥିଲା ଯେ ମୁଁ ତତେ ଦୁନିଆ ହଟେଇ ଦେମି, ଅକରପଡା ରଖିବିନି, ତ ଏମିତି ପ୍ରସ୍ତାବ ବି ଦେଇଥିଲା। ଆଚ୍ଛା, ଆପଣ ଭଉଣୀ ଆଜି ଭଉଣୀକୁ ମାରି ଦେଇଛନ୍ତି ଆଜ୍ଞା ଅପରାଧୀ, ଆଜ୍ଞା ଆପଣ କଣ ଦାବି ଚାହୁଁଛନ୍ତି? ଦାବି କଣ ଚାହୁଁଛି, ସେ ଯୋଉ ମୋ ଭିଣେଇ ଯୋଉଠି ବର୍ତ୍ତମାନ ଅକ୍ଷମ, ତା ପରିବାର କେମିତି ବଞ୍ଚିବ, କେମିତି ସାହାଯ୍ୟ ହବ, ସେ ସବୁ ମୁଁ ଇଏ କରୁଛି ଯେ ଆମ ଓଡିଶା ଗଭର୍ଣ୍ଣମେଣ୍ଟ ପାଖରେ ମୁଁ ଅନୁରୋଧ କରୁଛି ତାଙ୍କର ଥଇଥାନ କେମିତି କରାଯାଉ। ଆମ ଗାଁରେ ଅକପା ଗାଁରେ ଆମ ବାପା ସାତ ଅମଳରେ ଏଭଳିଆ କେସ୍ ଆମ ଗାଁରେ ହେଇଥିଲା। ଏଭଳିଆ କେବେ ବି ଦ୍ୱନ୍ଦ ହେଇଥିଲା କି? ଇଏ ଆମ ଗାଁରେ ଅକପା ଫାଷ୍ଟ କେସ୍ ଏଟା। ଆଚ୍ଛା, ଯୋଉ ଅପରାଧୀ ଜଣକ ଅଛନ୍ତି, ସେ କେଉଁ ପ୍ରଭାବର ଅପରାଧୀ ତା ଗାଁ ସେ ରହୁଥିଲା ଆମ ସେପଟେ ମାନ୍ତ୍ରୀ ଗାଁରେ। ସେ ଏବେ 10-15 ବର୍ଷ ସେ ଏଠି ରହିଛି। ସେ ଗାଁରେ ରହିଲା ଭିତରୁ ଗାଁରେ ସବୁବେଳେ ଅଶାନ୍ତି ସୃଷ୍ଟି ସବୁବେଳେ ପେଡ଼ୁଆର ସାଙ୍ଗରେ। ହଁ, ତାପରେ ଏ ଜମି ଜାଗା କେସ୍, ଏ 4 ଦିନ ତଳେ ଜମି ଜାଗା ସବୁ ଫାଇନାଲ ହେଇଛି। ଗାଁ ଲୋକ ବସି ସରପଞ୍ଚ 4 ମାସ ଫାଇନାଲ ହେଇଛି। ଫାଇନାଲ ହେଲା ପରେ ସେ 12 କଣ ବସେଇଛି, 12 ଭିତରେ ତାର କଣ ହେଇଛି। ତାପରେ ସେ ଯାଇଛି ବୋଉଟା ଘାସ କରିବାକୁ, ତାକୁ ନାଇଁ ଏଇ ପରିବାର ସାଙ୍ଗରେ ଅନ୍ୟ ଲୋକ ଅନ୍ୟ କାହା ସାଙ୍ଗେ ତାର ପଡେ ନା, କାହା ସାଙ୍ଗେ ସେ କଥାବାର୍ତ୍ତା କରେ ନା, କାହାରି ସାଙ୍ଗେ ତାର ପଡେ ନା, କାହା ସାଙ୍ଗେ ସେ କଥାବାର୍ତ୍ତା କରେ ନା। ଆଚ୍ଛା, ପୂର୍ବରୁ ଏ ପରିବାର ସହିତ ଝଗଡା ହେଇଛି? ବହୁତ ଥର ହେଇଛି। ଆପଣ ଦେଖିଛନ୍ତି? ହଁ, ବହୁତ ଥର ହେଇଛି। ବହୁତ ଥର ଆପଣଙ୍କ ମତରେ ଆପଣ ଜଣେ ଗ୍ରାମବାସୀ କୁହନ୍ତୁ, ଆପଣ ଏଇ ଜଣେ କଣ କେହି ଜଣେ ହତ୍ୟା କରିପାରିବେ ନା, ତା ପଛରେ କିଛି ଲୋକ ଷଡ଼ଯନ୍ତ୍ର? ସେଇ କଥା ତ ଆମେ ବୋଧେ ଅନୁଭବ କରୁଛୁ। ଏ ଜିନିଷ ହେଲା କିନ୍ତୁ ସେ ତ ନିଶା ପାଣି ଖାଏ ନା, ସେ ଯାହା ବିଡ଼ି ଖାଏ। ହଁ, ସେ ଟିକେ ରାଗି ଲୋକ। ଆପଣ କଣ ଲାଗୁଛି ଆ ପଛରେ ଆଉ କିଛି ଜଣ ଅଛନ୍ତି? ହେଇପାରନ୍ତି।